ଅନ୍ନକୁ ଅବମାନନା। ହଁ ଦର୍ଶକ ବନ୍ଧୁ, ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ନିର୍ବାଚନ ମଣ୍ଡଳୀ ନିଶନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମ ପଞ୍ଚାୟତର ସଫିପୁରଠାରେ। ଦର୍ଶକ ବନ୍ଧୁ, ଏହି ଗ୍ରାମ ପଞ୍ଚାୟତରେ ଗତ 29/4 ମଙ୍ଗଳବାର ଦିନ କଟକ ସଦରର ମାନ୍ୟବର ସେବକ ଇଞ୍ଜିନିୟର ପ୍ରକାଶ ସେଠୀଙ୍କ କରକମଳରେ ଆୟୁଷ୍ମାନ କାର୍ଡ ବଣ୍ଟନ ଓ ଏକ ପ୍ରସାଦ ସେବନ କଳାର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସରକାରୀ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସଭାସ୍ଥଳକୁ ହିତାଧିକାରୀଙ୍କ ସମେତ ପଞ୍ଚାୟତର ସାଧାରଣ ଜନତାଙ୍କୁ ଡକା ମଧ୍ୟ ଯାଇଥିଲା, ଯାହା ଏକ ସ୍ୱାଗତଯୋଗ୍ୟ କଥା। ହେଲେ ବିଡ଼ମ୍ବନାର ବିଷୟ, ଉକ୍ତ କାର୍ଯ୍ୟକ୍ରମରେ ଆଶାନୁରୂପକ ଲୋକଙ୍କ ସମାବେଶ ହୋଇନଥିଲା। ଉପସ୍ଥିତ ସାଧାରଣ ଜନତାଙ୍କ ପାଇଁ ସରକାରୀ ଗାଇଡ଼ଲାଇନ୍ ଅନୁଯାୟୀ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା, ହେଲେ ଲୋକ ନ ହେବାରୁ ତାହା ଫିଙ୍ଗା ଯାଇଥିଲା। ଦର୍ଶକ ବନ୍ଧୁ, ଯେଉଁ ରାଜ୍ୟରେ ଅନ୍ନକୁ ପ୍ରସାଦର ଆଖ୍ୟା ଦିଆଯାଏ, ସେହି ରାଜ୍ୟରେ ଅନ୍ନକୁ କିଭଳି ସମ୍ମାନ ଦିଆଯାଉଛି ତାହା ପୁଣି ଅସ୍ମିତା ସରକାରରେ, ତା ଆପଣମାନେ ଏହି ଭିଡ଼ିଓକୁ ଦେଖିଲେ ଜାଣିପାରୁଥିବେ। କେବଳ ଅନ୍ନ ଫିଙ୍ଗା ଯାଇନଥିଲା, ସଭାସ୍ଥଳରେ କିଭଳି ଭାବରେ ଅଇଁଠା ପତ୍ର ପଡ଼ି ରହିଛି ତାହା ମଧ୍ୟ ଦେଖି ନିଅନ୍ତୁ। ସ୍ୱଚ୍ଛ ଭାରତର ନାରା ଦେଇ ସରକାର ଗଢ଼ିଥିବା ଭାଜପା ସରକାର ଓ ତାର ନିର୍ବାଚିତ ବିଧାୟକ କେତେ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ତାହା କେବଳ ଏବେ ଆଲୋଚନାର ବିଷୟ ପାଲଟିଛି। ଦେଖାଯାଉ ଖବର ପ୍ରସାରଣ ପରେ ବିଧାୟକ ମହୋଦୟ କି କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ A7।